ଜୀବନରେ ମଣିଷ ସମ୍ପର୍କ ତ ଅନେକ ଗଢ଼େ, ହେଲେ କିଛି ସମ୍ପର୍କ ବଞ୍ଚେଇ ରଖିବାରେ ସେ ସଫଳ ହୋଇଥାଏ। ନହେଲେ ଅନେକ ସମ୍ପର୍କ ତ ତାରି ଭିତରେ କେତେବେଳେ ମନମାଳିନ୍ୟ, କେତେବେଳେ ଆରୋପ ପ୍ରତ୍ୟାରୋପ, କେତେବେଳେ ଆକ୍ଷେପରେ ସମ୍ପର୍କ ଗୁଡ଼ିକ ନଷ୍ଟ ହୋଇଯାଇଥାଏ। ସମ୍ପର୍କ ଗଢ଼ିବା ପାଇଁ ଯେତିକି ସମୟ ଲାଗେନି, ସମ୍ପର୍କ ଭାଙ୍ଗିବା ପାଇଁ ତାଠାରୁ ଆହୁରି କମ୍ ସମୟ ଲାଗେ। ସମ୍ପର୍କର ମୂଲ୍ୟବୋଧକୁ ବୁଝୁଥିବା ମଣିଷଟି ସେତେବେଳେ ସମ୍ପର୍କ ନିଭେଇଥାଏ ଯେତେବେଳେ ହୃଦୟର ସହ ସେ ସମ୍ପର୍କଟି ଗଢ଼ା ହୋଇଥାଏ। ବେଳେବେଳେ ହୃଦୟ ବି ଧୋକା ଦେଇଦିଏ, ବେଳେବେଳେ ମନ ବି ବୁଝିଯାଏ ସମ୍ପର୍କକୁ ଛିଣ୍ଡେଇବା ପାଇଁ ବା ସମ୍ପର୍କକୁ ନିଭେଇବା ପାଇଁ। ଏ ଦୁଇଟି କଥାରେ, ସମ୍ପର୍କ ଛିଣ୍ଡେଇବା ଏବଂ ସମ୍ପର୍କ ନିଭେଇବା ଭିତରେ ଏ ଦୁନିଆ ଚାଲିଥିବା ବେଳେ ମଣିଷ ବି ଠିକ୍ ସେମିତି ଚାଲିଛି ଆଜ୍ଞା। କେତେବେଳେ ସମ୍ପର୍କ ଛିଣ୍ଡେଇ ଦଉଛି ତ କେତେବେଳେ ପୁଣି ନୂଆ ସମ୍ପର୍କଟିଏ ଗଢ଼ି ଦେଉଛି। ହେଲେ ସବୁବେଳେ ଗୋଟିଏ କଥା, ହୃଦୟର ସହ ସମ୍ପର୍କ ରଖୁଥିବା ମଣିଷଟିକୁ କେବେ ବି ଦୂରେଇ ଦେବା ଅନୁଚିତ ଏବଂ ସମ୍ପର୍କ ଛିଣ୍ଡେଇବା ଆଗରୁ 10 ଥର ଭାବିବା ଉଚିତ। ନୂଆ ସମ୍ପର୍କ ଗଢ଼ିବା ଆଗରୁ 50 ଥର ଭାବିବା ଉଚିତ। ଏଇ ତ ଜୀବନର କଥା।